ଦେଖନ୍ତୁ ମରିଗଲା ପରେ ସରିଗଲା ଏବଂ ମରିବାର ରହସ୍ୟ ବି କିଛି ନାହିଁ। ସମସ୍ତେ ଜାଣିଛନ୍ତି ଏମ୍ସ ଭଳି ମାନେ ଭାରତର ସର୍ବଶ୍ରେଷ୍ଠ ମେଡିକାଲ ଏମ୍ସ ରେ ଆଡମିଟ ହେଇଥିଲା। ଏତେ ବଡ 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 ଡକ୍ଟର ବି ଆସୋସିଏଟ ଥିଲେ। ତେଣୁ ଏଥିରେ ମରିବାର ରହସ୍ୟ କିଛି ନାହିଁ। ଗୋଟେ ବିଧବା ମା, ଗୋଟେ ମା ଆଗରେ ଗୋଟେ ସାନ ପୁଅ ଚାଲି ଯାଇଛି, ସ୍ୱାମୀ ଚାଲି ଯାଇଛନ୍ତି, ତାପରେ ତାଙ୍କ ମାଙ୍କର ଭାଇ ଜଣେ କିଛି ଦିନ ହେଲା ଚାଲିଛନ୍ତି, ସମସ୍ତେ ଜଏଣ୍ଟ ରହୁଥିଲେ ତା ହ୍ୟୁମାନ ମାମୁଁ, ଏବଂ ଲାଷ୍ଟରେ ପୁରୁଷ ଥିଲା ହ୍ୟୁମାନ। ସେ ଚାଲିଗଲା ପରେ ସେ ଫ୍ୟାମିଲିଟା ପୁରୁଷ ଶୂନ୍ୟ ହେଇଗଲା। ଜଣେ ପୁରୁଷ ଶୂନ୍ୟ ହେଲା ମାନସିକ ସ୍ତରରେ ସେ ନିଶ୍ଚିତ ଦୁର୍ବଳ ଥିବେ। ସିଏ ରାଗଟା ଆଗରେ କଣ କହିଦେଇଛନ୍ତି ଏବଂ ସେଟା କେତେ ଦୂର ସତ ସିଏ ହିଁ କହିପାରିବେ। ଫ୍ୟାମିଲି କଥା ସେଟା ତ ଆମେ ଜାଣିପାରିବାନି, ଆମେ କହିବା ପ୍ରଫେସନ। ବାକି ଦ୍ୱିତୀୟ କଥା ଯୋଉଟା କହିଲେ ଯେ ଆଣିବାଟା କିଛି ଡେରି ହେଇନି, ତାର ଟ୍ରିଟମେଣ୍ଟ ଚାଲିଥିଲା ଅଲରେଡି। ଦେଖନ୍ତୁ ମୋ ଦେହଟା ଖରାପ ରହୁଛି, ମୁଁ କେତେବେଳେ ରେଷ୍ଟ ନେବି, ମୁଁ କେତେବେଳେ ଖାଇବି, ମୁଁ କେତେବେଳେ ଶୋଇବି, ମୁଁ କେତେବେଳେ ଗୀତ ଗାଇବି, ମୁଁ କେତେବେଳେ ଷ୍ଟେଜ କରିବି, ସେଟା ମୋ ଠାରୁ ବେଶୀ କିଏ ଜାଣିପାରିବ? ମୋ ଦେହଟା, ମୋ ମୁଣ୍ଡଟା କେତେବେଳେ ବୁଲଉଛି ମୁଁ ଜାଣିପାରିବି ନା ଆପଣ ଜାଣିପାରିବେ, ନା ମୋ ସ୍ତ୍ରୀ ଜାଣିପାରିବ, ନା ମୋ ଫ୍ୟାମିଲି ଜାଣିପାରିବ? ତେଣୁ ମୋତେ ସଚେତନ ହବାର ଥିଲା। ମୁଁ ଯଦି କନସେଣ୍ଟ୍ରେଟ ହେଇଥାନ୍ତି, ମୁଁ ଯଦି ନିଜକୁ ସେତିକି ଟିକେ ଇଏ କରିଥାନ୍ତି, ମୁଁ ମନା କରିଥାନ୍ତି ନାଇଁ ମୁଁ ଷ୍ଟେଜ ଶୋ କରିବି ନାହିଁ, ସମସ୍ତଙ୍କୁ ମନା କରିଦିଅ। ଗୋଟେ ପ୍ରେସ ବାର୍ତ୍ତା ଇଏ କରି ସୋସିଆଲ ମିଡିଆ ଆଜିକାଲି ଯେମିତି ହେଲା, ଗୋଟେ ବାର୍ତ୍ତା ଯେ ଦୟାକରି ଆପଣ ମାନଙ୍କ ଠାରୁ ଯୋଉଠୁ ଆଡଭାନ୍ସ ନେଇଥିଲି ପ୍ରୋଗ୍ରାମ ପାଇଁ, ମୁଁ ପ୍ରୋଗ୍ରାମକୁ ଯାଇପାରୁନି, ମୋ ଦେହ ଅସୁସ୍ଥ ଯୋଉ, ଆପଣ ମାନଙ୍କୁ ପଇସା ମୁଁ ଫେରେଇଦେବି। ଫେରେଇଦେବି ସରିଲା, ଅଲଗା କିଏ ଆସି କାମ କରି ନା ହ୍ୟୁମାନ ସାଗର ଯୋଉଠି ଯାଇନି ସେଠି କଣ ଶୋ ହଉନି ନା ସବୁ ଜାଗାକୁ ହ୍ୟୁମାନ ସାଗର ଯାଉଛି? ସେ କଥା ନୁହଁ। ସିଏ ତାର ନିଶ୍ଚିତ ସିଏ କନସର୍ନ ଦେଇଥିବ ଏବଂ ସିଏ ଯଦି କହିଥାନ୍ତେ ନାଇଁ ମୋ ଦେହ ଅସୁସ୍ଥ ହଉଛି ମୁଁ ଯିବିନି, ତାହେଲେ କେହି ନେଇନଥାନ୍ତେ। ତେଣୁ ଗୋଟା ବିବାଦ ଯୋଉଠି ମରିଗଲାଣି ସରିଗଲାଣି, କାହିଁ ତା ପରେ ଆଉ ବିବାଦ ଆମେ କରିବା? ଏବେ କେମିତି ସେ ଯାହା ଗାଇ ଯାଇଛି ତାକୁ ଆମେ କେମିତି ସ୍ମୃତି ଭାବେ ମନେ ରଖିବା ଏବଂ ତାର ସେ କଣ ଭଲ କରିଛି ସେଇଟାକୁ ଆମେ ଖାଲି ମାନେ ଲୋକଙ୍କ ପାଖରେ ପହଞ୍ଚେଇବା ବା ଆମେ ଚର୍ଚ୍ଚା ଆଲୋଚନା କରିବା ଉଚିତ। ମୁଁ ସେ ଏକ୍ଜାକ୍ଟଲି ଡେଟ୍ ମନେ ପଡୁନି, ସେ ଯେତେବେଳେ ପିକ୍ ରେ ଇଏ ହେଲାଣି ମୁଁ ଶୁଣିଲି ଗୋଟେ ଜାଗାରୁ, ମତେ ଜଣେ କହିଲେ ଯେ ହ୍ୟୁମାନଙ୍କୁ ଜନ୍ମ କରିବା ଲୋକ ମୁଁ, ମ୍ୟୁଜିକ, ଏବଂ ମୁଁ ତାକୁ ସବୁଠାରୁ ଭଲ ପାଏ। ଯେତେ ଷ୍ଟୁଡେଣ୍ଟ ମୋର ଅଛନ୍ତି ମୁଁ ହ୍ୟୁମାନଙ୍କୁ ସବୁଠାରୁ ଭଲ ପାଇବି, କାରଣ ତାର ଟ୍ୟାଲେଣ୍ଟ, ତାର ଗାୟିକି ଶୈଳୀ ମୁଁ ଜାଣିଛି, ତାର ରିଚ୍, ଯୋଉଥିପାଇଁ ତା ପାଇଁ ମୁଁ ବି ଫାଇଟ୍ କରିଛି, ତା ପାଇଁ ମୁଁ ଅନ୍ୟମାନଙ୍କ ସହିତ ଅପ୍ରିୟ ହେଇଛି, ତା ପାଇଁ ହ୍ୟୁମାନ ପାଇଁ ମୁଁ କେତେ କଣ ଶୁଣିଛି, ଇଣ୍ଡଷ୍ଟ୍ରିରେ ଜାଣିଛନ୍ତି। ମୁଁ ହ୍ୟୁମାନଙ୍କୁ ସବୁବେଳେ ତାଗିଦ କରେ ଯେ ହ୍ୟୁମାନ କୋଉଠି ବସିବୁନୁ, କୋଉଠି ଇଏ, ମୁଁ ସବୁ ଦେଖିଲି। ମୁଁ ଯେତେବେଳେ ପ୍ରଥମେ ଶୁଣିଲି ତାକୁ ମୁଁ ବାରଣ କରିଛି। ବାରଣ କଲା ପରେ ମୁଁ ତ ସବୁବେଳେ ଜଣକୁ ପାଖରେ ନାହିଁ କି କିଛି ନାହିଁ, ମୁଁ ଦେଖିବି କୋଉଠି ଶୁଣିବି ପଚାରିବି କି ଦେଖିବି ତାକୁ ଇଏ କରିବି। ମୁଁ ଯେତେବେଳେ କହେ ଦେହ କେମିତି ଅଛି, ଖାଉଛୁ ନା ନାହିଁ ଠିକ, ଗୋଟେ ଗାର୍ଡିଆନ ହିସାବରେ, ଗୋଟେ ଗୁରୁ ହିସାବରେ ମୁଁ ତାକୁ ଗାଇଡ କରେ। କିନ୍ତୁ କିଛି ସଙ୍ଗତ ଦୋଷ ଯୋଉମାନଙ୍କ ସଙ୍ଗତରେ ରହିକିରି ହ୍ୟୁମାନ ଯେତେବେଳେ ଷ୍ଟାରଡମ ହେଲା, ହ୍ୟୁମାନ ନାଁରେ ଲୋକ ମ୍ୟୁଜିକ ଡାଇରେକ୍ଟର ତିଆରି ହେଇଗଲେ, ହ୍ୟୁମାନ ନାଁକୁ ନେଇକିରି ଲୋକ ଏନକାଶ କରିବାକୁ ଚାହିଁଲେ, ହ୍ୟୁମାନଙ୍କୁ ନେଇକିରି ଲୋକ ଭାବିଲେ ଆମେ ପରିଚିତ ହବୁ। ନିଜର ଆଇଡେଣ୍ଟିଟି ଯାହାର ନଥାଏ ସେ ହ୍ୟୁମାନଙ୍କୁ ନେଇକିରି ସବୁ ଚାହିଁଲେ ଆମେ ହ୍ୟୁମାନ। ତେଣୁ ହ୍ୟୁମାନ ଯେତେବେଳେ ଦେଖିଲା ମୁଁ ସାରଙ୍କ ଆଗରେ ଚୁପଚାପ ସାବଧାନ ହେଇକିରି ଠିଆ ହଉଛି, ଗୋଡ ଥରୁଛି, ମୁଁ ମୁଣ୍ଡ ଟେକି ବସି ପାରୁନି, ମାନେ ଏତେ ଡର ଗୁରୁ ହିସାବରେ, ସେ ତ ଅନ୍ୟମାନେ ମତେ ଏତେ ରେସପେକ୍ଟ ଦଉଛି, ସେ ଖୁଲମ ଖୁଲା ହେଲା। ସେ ବେଶୀ ସମୟ ଚାହିଁଲା ଯେ ମୁଁ ସାରଙ୍କ ସାମ୍ନାରେ ବେଶୀ ସମୟ ରହିବା ଅପେକ୍ଷା ମୁଁ ଏଠି ରହିଲେ ମୁଁ ଲାଇଫ ଟାକୁ ପୁରା ମୁଁ ଏନ୍ଜୟ କରୁଛି, ମୁଁ ଷ୍ଟାରଡମ ଟାକୁ ଇଏ କରୁଛି, ସେଇଟା ହିଁ ତା ପାଇଁ ବିପଦର କାରଣ ହେଲା। ସାର୍ ତାହେଲେ ଆମେ କହିପାରିବା କି ଏକ ଗୋଷ୍ଠୀ ତାଙ୍କ କ୍ୟାରିୟର ନଷ୍ଟ କରିବା ପାଇଁ ଲାଗିଥିଲେ? ନାଇଁ, ମୁଁ କହୁଛି, ମୁଁ ଦେଖିଛି ପର୍ଟିକୁଲାର ସବୁ କୋଉ କୋଉ ଜାଗା ମୁଁ ତାକୁ କହିଥିଲି। ମୁଁ କହିଲି ଦେଖି ଏମାନେ ଯୋଉମାନେ ତୋତେ ସବୁ ପ୍ରଶଂସା କରୁଛନ୍ତି ତୋ ଆଗରେ, ତୋତେ ଇଏ କରୁଛନ୍ତି, କେୟାରଫୁଲି ଟିକେ ରହ। ବହୁତ ବାର କହିଛି, କହିଲା ପରେ ବି ସେ ପ୍ରଥମ ଥର ମୁଁ ଯେତେବେଳେ ମଦ ପିଇବା କଥା ଶୁଣିଥିଲି, ମୁଁ ତା ଫୋନ ଉଠେଇ ନଥିଲି ବୋଲି ରାତି 3ଟାରେ ସିଏ ଏବଂ ତା ସ୍ତ୍ରୀ ଆସି ମୋ ଗେଟ୍ ପାଖରେ ବାଡେଇଥିଲେ। ମୁଁ ଫୋନ ଉଠେଇ ନଥିଲି, ଗୁରୁଜୀ ମରିଯିବି କଲୋନୀ ସାରା ଲୋକ, ରାତି 3ଟାରେ ହ୍ୟୁମାନ ସାଗର କାହିଁକି ଏମିତି ହଉଛି। ମୁଁ ମୋ ମିସେସ କୁ ପଠେଇଲି, ମୁଁ କହିଲି ତାକୁ ଡାକେ। ମୁଁ ଛାତ ଉପରକୁ ପଳେଇଲି, ମୋ ମିସେସ କହିଲା ଗୁରୁମା ଗୁରୁଜୀ ଫୋନ ନ ଉଠେଇଲେ ମୁଁ ମରିଯିବି।
ଇଏ ସେଠୁ ମୋ ମିସେସ୍ ବୁଝେଇକି ତାକୁ ପଠେଇଲା ସେଟା ଯେ କେବେର ଘଟଣା? ମୁଁ ସେଇ ଇୟର ମନେ ସେ ପ୍ରଥମେ ଇୟର ଆଜ୍ଞା 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 ହଁ ଆଜ୍ଞା କୋଉ ଇୟର ମୋ ମନେ ପଡୁନି, ମାନେ ଯୋଉ ଟାଇମରେ ମୁଁ ପ୍ରଥମେ ଶୁଣିଲି ଆଜ୍ଞା। ହ୍ୟୁମାନ ପିଉଛି ବୋଲି ମୁଁ ଫୋନ ଉଠେଇବା ବନ୍ଦ କରିଦେଲି। ଏବେ ତ ହ୍ୟୁମାନ ଆଉ ନାହିଁ କହିପାରିବନି, ତା ସ୍ତ୍ରୀ ଏବେ ଅଛି, ଇଏ କଥା ସତ କି ମିଛ ତା ସ୍ତ୍ରୀ କି ପଚାରିଲେ ସେ କହିବ। ସ୍ୱାମୀ ସ୍ତ୍ରୀ 2 ଜଣ ରାତି 3ଟାରେ ଆସିଲେ ଏବଂ ସେ ମୋ ସ୍ତ୍ରୀ ବୁଝେଇଲା, କହିଲା ଗୁରୁମା ସାରଙ୍କୁ ଟିକେ ବୁଝାନ୍ତୁ ମୋ ଫୋନ ଉଠେଇବେ। ତାପରେ ମୁଁ କଥା ହେଲି, ମୁଁ ମିଛରେ କହିଲି ମୁଁ ପୁରୀରେ ଅଛି, ମୁଁ କିନ୍ତୁ ଥାଏ ସେଦିନ ଛାତ ଉପରେ ଠିଆ ହେଲି। ମୁଁ କହିଲି ତାକୁ ଏମିତି ନ ଡରେଇଲେ ସେ ମଦ ପିଇବା ଯଦି ଆରମ୍ଭ କରୁଥିବ ଛାଡିବନି। ଏବଂ ସେ କହିକି ଗଲା, ପ୍ରମିଶ କରିଗଲା, ମୋ ଦେହ ବି ଛୁଇଁକି ଗଲା, ସାର୍ ଆଉ କେବେ ମୁଁ ଭୁଲ କରିବିନି, ମତେ ଏମିତି ଇଏ କରିଦେଲେ କହିକି ଧୀରେ 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 ତ ଶ୍ରେୟା ବି ମତେ କହିଲା ନାଇଁ ସାର୍ ଠିକ ଅଛି। କିନ୍ତୁ ଯେହେତୁ ମୁଁ ବମ୍ବେ ପଳେଇଲି, ବମ୍ବେ ଗଲା ପରେ ସେଠି ଟିକେ ରିଲାକ୍ସ ହେଲା, ଦେଖିଲା ମୋ ସାମ୍ନାରେ ସବୁବେଳେ ରହୁଥିଲା, କୋଉଠି ଦେଖୁଥିଲି କହୁଥିଲି ଫୋନ କରୁଥିଲି। ମୁଁ ବମ୍ବେ ଗଲା ପରେ ମୁଁ ସେପଟରେ ବ୍ୟସ୍ତ ରହିଲା ପରେ ସେ ଧୀରେ 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 ଏମିତି ଅସୁବିଧା ଆଡକୁ ଗତି ହେଲା। ତାପରେ ଦେହ ଖରାପ ହେଲା, କାହାକୁ କେତେବେଳେ, ସମସ୍ତେ କଣ ଅନ୍ୟମାନେ କଣ ଡ୍ରିଙ୍କସ କରୁନାହାନ୍ତି, ଆଜ୍ଞା। ସମସ୍ତଙ୍କର କଣ ଏଇଆ ହଉଛି, କିନ୍ତୁ କାହାର ବଡିର ହଁ ନିଶ୍ଚିତ ଓଡିଆ ଇଣ୍ଡଷ୍ଟ୍ରି ପାଇଁ ଅପୂରଣୀୟ କ୍ଷତିଟା କଣ କେବେ ପୂରଣ କରିହବ? ତା ଜାଗା ତ କେବେ ପୂରଣ କରିହବନି। ବାକି ବିଧିର ବିଧାନ, କି କେତେବେଳେ ଯିବ କି କେତେବେଳେ ଆସିବ, ସବୁ ଲେଖା ହେଇକିରି ଅଛି। କହନ୍ତିନି ଯମ ନେଲା ବେଳେ ଅନ୍ୟକୁ ଦୋଷ ଦେଇକି ନିଏ। ତେଣୁ ବିଧିର ବିଧାନ ତାର ସେତିକିରେ ଆସିଥିଲା, ସେତିକିରେ ଗଲା। ବାକି ତା ବିଷୟରେ ଆମେ ଭଲ କଥା ଭାବିବା, ଭଲ କଥା ଚିନ୍ତା କରିବା। କାହିଁ ତା ବିଷୟରେ କୋଉ କଣ୍ଟ୍ରୋଭର୍ସି, ଖରାପ କଥାକୁ, ନେଗେଟିଭ କଥାକୁ କାହିଁକି ଆମେ ନେଗେଟିଭ ଆଡକୁ ଯିବା? ନିଶ୍ଚିତ ଭାବରେ ଆମେ ଯଦି ଶେଷ କଥା ଆଜ୍ଞା କହିବା, ଶେଷ ପ୍ରଶ୍ନ ରହିବ ଯେ ଶାରୀରିକ ଅସୁସ୍ଥତା ପରେ ତାଙ୍କର ଦେହାନ୍ତ, କୋଉଠି ନା କୋଉଠି ଏମାନଙ୍କର ଅବହେଳା ରହିଗଲା କି ନିଜ ଶରୀର ପ୍ରତି? ନିଶ୍ଚିତ ନିଜ ଶରୀର ପ୍ରତି ନିଜେ ସଚେତନ ହବା ଉଚିତ, ନିଜେ ସତର୍କ ରହିବା ଉଚିତ। ମୁଁ କେତେବେଳେ ଖାଇବି, କେତେବେଳେ ଶୋଇବି, ମୋ ଦେହକୁ କେମିତି ଲାଗୁଛି ମୁଁ ଜାଣିବା ଅପେକ୍ଷା ଆଉ କିଏ ଜାଣିବ? ତେଣୁ ମୁଁ ଯଦି ନିଜେ ଚିନ୍ତା ନ କରିବି, ମୁଁ କେତେବେଳେ ଖାଇବି, କେତେବେଳେ ଶୋଇବି, କେତେ ସମୟ ରେଷ୍ଟ ନେବି, କେତେ ସମୟ କାମ କରିବି, ସେଟା ନିଜେ ସଚେତନ ହବା ଉଚିତ, ସତର୍କ ହବା ଉଚିତ। ନିଜେ ଠିକ ହେଲେ ବି ନିଜ ସ୍ୱାସ୍ଥ୍ୟକୁ ଯତ୍ନବାନ ନେଇପାରିବ, ଯତ୍ନବାନ ହେଇପାରିବ।